ନୂଆ ବର୍ଷର ନୂଆ ସକାଳ ସୂର୍ଯ୍ୟଙ୍କର ପହିଲି ସ୍ପର୍ଶରେ ମନରେ ଉତ୍ସାହ ଓ ଉଦ୍ଦୀପନା। ଆଜିର ଦିନ ସହିତ ପୂରା ବର୍ଷ ଯେଉଁଭଳି ଭଲରେ କଟିବ ସେଥିପାଇଁ ସକାଳୁ ସକାଳୁ ମନ୍ଦିରରେ ଭିଡ଼ ଦେଖିବାକୁ ମିଳିଛି। ପରିବାର ତଥା ସମାଜର ମଙ୍ଗଳ କାମନା କରି ପୂଜା ଅର୍ଚ୍ଚନା କରିଛନ୍ତି ଲୋକେ। ନୂଆ ଆଶା ସମ୍ଭାବନା ନୂଆ ଉନ୍ମାଦନା ନେଇ ଆସିଛି ନୂଆ ବର୍ଷ 2025। ପୁରୁଣା ବର୍ଷକୁ ବିଦାୟ ଦେଇ ବିଦାୟୀ ବର୍ଷର ଦୁଃଖ ଖରାପ ସ୍ମୃତିକୁ ଭୁଲି କିଛି ଅଭୁଲା ସ୍ମୃତିକୁ ସାଥିରେ ନେଇ ନୂଆ ବର୍ଷର ନୂଆ ଆରମ୍ଭ କରିବାକୁ ସମସ୍ତେ ସଂକଳ୍ପ ନେଇଛନ୍ତି। ଦେବାଦେବୀ ଦର୍ଶନ କରି ବର୍ଷର ପ୍ରଥମ ଦିନ ଆରମ୍ଭ କରିଛନ୍ତି ଲୋକମାନେ। କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ମନ୍ଦିରରେ ସ୍ଥାନୀୟ ଭକ୍ତଙ୍କ ସହିତ ରାଜ୍ୟର କୋଣ ଅନୁକୋଣରୁ ଭକ୍ତ ସମାଗମ ଜମିଛି ମା ମଙ୍ଗଳାଙ୍କ ମନ୍ଦିରରେ। ଧାଡ଼ିରେ ଯାଇ ସମସ୍ତେ ମା ମଙ୍ଗଳାଙ୍କୁ ଦର୍ଶନ କରିଛନ୍ତି। ଯଦିଓ ଏହି ନୂଆବର୍ଷକୁ ଇଂରାଜୀ ନବବର୍ଷ ବୋଲି କୁହାଯାଇଥାଏ, ତଥାପି ଲୋକେ ଏହାକୁ ବର୍ଷର ଆରମ୍ଭ ହିସାବରେ ଗ୍ରହଣ କରିଥାନ୍ତି। ତେଣୁ ମନ୍ଦିର ଯାଇ ନିଜ ପରିବାର ତଥା ସମାଜର ମଙ୍ଗଳ ପାଇଁ କାମନା କରିଛନ୍ତି। ମା ମଙ୍ଗଳାଙ୍କ ମନ୍ଦିର ସହିତ ଅସ୍ତରଙ୍ଗ ଅଧିଷ୍ଠାତ୍ରୀ ଦେବୀ ମା ଉକୁଳେଇ ତାରିଣୀ ମନ୍ଦିର ସମେତ ବିଭିନ୍ନ ମନ୍ଦିରରେ ଭିଡ଼ ଦେଖିବାକୁ ମିଳିଛି। ବୁଧବାର ନୂଆବର୍ଷ ହୋଇଥିବାରୁ ମା ମଙ୍ଗଳାଙ୍କ ନିକଟରେ ସ୍ୱତନ୍ତ୍ର ଭୋଗ ଲାଗି କରାଯାଇଛି। ଏଥିସହିତ ସମାଜରେ ଥିବା ଗରିବ ଅସହାୟ ଓ ଦୁଃଖ ମା ମଙ୍ଗଳା ଦୂର କରିବେ ବୋଲି ମା ମଙ୍ଗଳା ମନ୍ଦିର ସେବାୟତ କହିଛନ୍ତି। ମା ମଙ୍ଗଳା ଯେହେତୁ ଆଜି ନବବର୍ଷରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି, ଆମେ ମାଙ୍କ ପାଖରେ ପ୍ରାର୍ଥନା କରୁଛୁ ଯେ ମା ମଙ୍ଗଳା ନବବର୍ଷର ସମସ୍ତ ଭକ୍ତଙ୍କର ମଙ୍ଗଳ କରନ୍ତୁ, ସମସ୍ତେ ଖୁସିରେ ରୁହନ୍ତୁ, ଆନନ୍ଦରେ ରୁହନ୍ତୁ ଏବଂ ବିଶ୍ୱର ମଙ୍ଗଳ ହେଉ, ସମସ୍ତ ଭକ୍ତଙ୍କର ମଙ୍ଗଳ ହେଉ। ଏବଂ ଆଜି ଯେହେତୁ ନବବର୍ଷ, ତେଣୁ ପ୍ରତ୍ୟେକ ଦିନ ଭଳିଆ ଆଜି ନୀତିକ୍ରାନ୍ତି ମାଙ୍କର ଯେଉଁ ରାତି 3ଟାରୁ ମାଙ୍କୁ ସ୍ନାନ ମାଜଣା କରାଯାଇ ପ୍ରଥମେ ସୂର୍ଯ୍ୟ ପୂଜା ଏବଂ ତାପରେ ବଲ୍ଲଭ ନୀତି ସରିଲା ପରେ ଯେହେତୁ ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ପହିଲି ଭୋଗ ଚାଲିଛି। ବର୍ତ୍ତମାନ ପହିଲି ଭୋଗ ସରିଲା। ପହିଲି ଭୋଗ ସରିଲା ପରେ ଭକ୍ତ ଶାଣ ମେଳା ଦର୍ଶନ ବର୍ତ୍ତମାନ ଚାଲିଛି ଏବଂ ଭକ୍ତମାନେ ଆନନ୍ଦ ଉଲ୍ଲାସରେ ମାଙ୍କୁ ଆଜି ଦର୍ଶନ କରିକିରି ନିଜର ସାନ୍ନିଧ୍ୟ ଲାଭ କରୁଛନ୍ତି। ନୂଆବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ, ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଭରି ଦେଉ। କାକଟପୁରରୁ ମଳୟ ବେହେରାଙ୍କ ରିପୋର୍ଟ, ସଞ୍ଚାର ଲାଇଭ୍।